श्री गणेशाय नमः। शुक्लांबरधरं विष्णुं शशिवर्णं चतुर्भुजं प्रसन्नं वदनं ध्यायेत् सर्वविघ्नोपशान्तये। व्यासाय विष्णुरूपाय व्यासरूपाय विष्णवे नमो वै ब्रह्मविधये वसिष्ठाय नमो नमः। वैकुण्ठे च प्रयागे च तथा बदरिकाश्रमे इदं विष्णुर्विचक्रमे त्रेधा सन्निदधे पदम्। तैरेव सहितैः सर्वैर्मुनिवेद मुखान्वितैः कार्तिकेयं करिष्यामि प्रातः स्नानं जनार्दन। प्रीत्यर्थं तव देवेश दामोदर मया सह ध्यात्वाहं तं च देवेश जलेऽस्मिन् स्नातुमुदतः। तव प्रसादात् पापं मे दामोदर विनाश्यतु नित्येन मित्तिके कृष्ण कार्तिके पापनाशनम्। कार्तिक महात्म्य चतुर्विंश अध्याय। श्रीकृष्ण उवाच ततमुद्गर निभिन्न मूर्धनं प्रेतपोनयत् कुम्भीपाके क्षिपत्यासु तैलक्चथन संस्थिते। कहन्ति प्रभु आदिमूल सुजना जन संगे मेल। शुण सुजने कचिते विप्रको धरी जमदूते। गर्जन्ति अति कोप भरे लोह मुद्गर धरी करे। कंटक शिଳାରେ बसाई मुंडरे पिटन्ति निठाई। शरीरे जेते अस्ति दंडा माड़रे सबु कले गुंडा। अस्ति शोणित मांस मिशी कोराल माटी प्राय दिशी। कुंत मुनरे धरी तोली तले जे द्रोणी चुली जाली। अनल तेजरे चिकण फुटई जेन्हे अग्निबाण। धनेश्वर विप्रकु नेई से तेल द्रोणी रे पकाई। ब्राह्मण पड़ी अग्निकुंडे तक्षणे धरी अन्य पिंडे। अपूर्व रूप दिव्य शोभा तैलकुंडरे हेले उभा। अनल तेज आउ नाही प्रेतपगणे ताकु चाही। कहिले जंतुपति आगे आश्चर्य कथा शुण बेगे। मंत्री सहिते जंतुपति मिलिले विप्र दंडकति। एहि समये मुनिवर नारद ब्रह्मांक कुमार। जम छामुरे परवेश देखिनमयी सूर्य शिष्य। कल्याण करी मुनिवर बोलन्ति एकी कर्म तोर। एड़े अज्ञान तोर पिंड विष्णु भक्त को देउ दंड। शुण राजन कहु तोते ए विप्र साधुंक संगते। मासे रहिला एक मेळे कार्तिक कृत्य जेउ स्थळे। से व्रत महिमा हेमंत
ସେ କରେ ତା ପୁଣ୍ୟତେ ମନ୍ତ ତାଙ୍କ ସଙ୍ଗତେ କଦିନେ ଯଦି ମିଳନ୍ତି ପାପି ଜଣେ ତାର କଳୁଷ ଯେତେ ଥାଇ ଦର୍ଶନ ମାତ୍ରେ କ୍ଷୟ ଯାଇ ଏଥ ଶୁଣ ଯେ ଉପଲକ୍ଷେ ଶୁଷ୍କ କାଷ୍ଠକୁ ଅଗ୍ନି ଭକ୍ଷେ ଯେ ସଙ୍ଗେ ଓଦା କାଷ୍ଠ ମିଳି ସେ କି ନୁହଁଇ ତହିଁ ଧ୍ୱଂସୀ ଏମନ୍ତ ସାଧୁ ସଙ୍ଗ ଗୁଣ ହେ ଦଣ୍ଡଧର ଏବେ ଶୁଣ ଏଡ଼େ ଅଜ୍ଞାନ ତୋର ପିଣ୍ଡ ବିଷ୍ଣୁ ଭକ୍ତକୁ ଦେଉ ଦଣ୍ଡ ଏ ବିପ୍ରମାସେ ପରିଜନ୍ତେ କାର୍ତ୍ତିକ ବ୍ରତୀଙ୍କ ସଙ୍ଗତେ ସମ୍ପୂର୍ଣ୍ଣ ମାସେ ଥିଲା ରହି ଏହା ଶରୀରେ ପାପ ନାହିଁ ଏହାକୁ ବିହିଲେ କଷଣ ତୋର ବିପତ୍ତି ନିଶ୍ଚେ ଜାଣ ଏମନ୍ତ ବିଚାରୁ କି ମନେ ଏ ପୁଣ ଥିବ ସବୁଦିନେ ଏହି କରଣ ଏହି ଦୂତେ ସର୍ବଦା ଥିବ କି ଜଗତେ ଏମନ୍ତ ପ୍ରାୟ ଅଛୁ ମିଶି ବିଷ୍ଣୁର ମାୟା ନାହୁଁ ଜାଣି ତୋର ପ୍ରାୟ ଯେ ଲକ୍ଷେ ଯମ ଯାର ଭୃତ୍ୟକୁ ନୁହେଁ ସମ ଏହି ପ୍ରକାରେ ପଣ ପାନ୍ତି ପଲକ ମାତ୍ରେ ଆନହନ୍ତି କେବଳ କଲା କର୍ମ କଥା କୀର୍ତ୍ତି ଅକୀର୍ତ୍ତି ବେନି ଯଥା ବିଷ୍ଣୁର କୌତୁକର୍ଥେ ଭୁଞ୍ଜନ୍ତି ଆତ ଜାତ ପଥେ ଏହା ନ ଜାଣି ମୂର୍ଖପଣେ ପ୍ରାଣୀ କି ଦଣ୍ଡ କାରଣେ ଅଳପ ଅଧିକାର ପାଇ ଅର୍ଥ ମଦରେ ମତ ହୋଇ ପ୍ରାଣୀଙ୍କ ଦୋଷ ନ ବିଚାରି ରାଜସ ଗୁଣ ମନେ ଧରି ଯେତେ ଗଞ୍ଜଇ ପ୍ରଭୁ ପଣେ ଆପେ ଭୁଞ୍ଜଇ ସତ ଗୁଣେ ସର୍ବ ସମ୍ପଦ ଅର୍ଥ ଛାଡ଼ି ଦେହ ଅନ୍ତରେ ନର୍କେ ପଡ଼ି ବହୁତ କଷ୍ଟ ଭୋଗ କରି ସେଠାରେ ପ୍ରଭୁ ଭୃତ୍ୟ ସରି ଏମନ୍ତ ଗୋବିନ୍ଦର ଖେଳ ବଡ଼ ଉପରେ ଅଛି ବଡ଼ ତୁ କିମ୍ପା ଏହା ନ ବିଚାରୁ ମନ୍ତ୍ରୀ ମାନଙ୍କୁ ନ ପଚାରୁ ଏ ଯେ କରଣ ବେନିଜନ କି ଲେଖୁଥାନ୍ତି ପ୍ରତିଦିନ ଦଣ୍ଡକୁ ଯୋଗ୍ୟ ଯେଉଁ ପ୍ରାଣୀ ଏ କଥା ନ କହନ୍ତି ଜାଣି ଏଣୁ ତ ସଭା ଅବିବେକ ତେଣୁ ନାହାନ୍ତି ବିଜ୍ଞ ଲୋକ ଏଥକୁ ଯେବେ ଅଛି ଭଏ ବିଚାରି କାର୍ଯ୍ୟ କର ରାଏ ଏବେ ହେଁ ତୋର ମନ ଥାଉ କାହାକୁ ନ ଦଣ୍ଡିବୁ ଆଉ ସେ କଥା ଶୁଣ ଜନ୍ତୁପତି ଯେ ବଣ ଜନ ବିଷ୍ଣୁ ଭକ୍ତି ଗୋବିନ୍ଦ ଗୁଣ ଗୁଣି ଚିତେ ଯେ ଦିନ ହରୁ ଥାଇ ନିତେ ବିଷ୍ଣୁ ପ୍ରୀତିରେ ତପୋଦାନ କରିବ ତୀର୍ଥକୁ ଗମନ ଯଜ୍ଞାଦି ବ୍ରତ ଧର୍ମ କୀର୍ତ୍ତି ସର୍ବକଳ୍ପିତ ବିଷ୍ଣୁ ପ୍ରୀତି
ଶ୍ରୀ ଏକାଦଶୀ ବ୍ରତ ରାଜା, କାର୍ତ୍ତିକ ମାସେ ବିଷ୍ଣୁ ପୂଜା, ମକର ମେଷ ଆଦି କରି, ଯେ ହୋଇଥିବ ବ୍ରତଚାରୀ, ତୁଳସୀ ସେବା ଦିନେ ଦିନେ, ଏମନ୍ତ ଭାବେ ଯେଉଁ ଜନେ, ମର୍ତ୍ତ୍ୟମଣ୍ଡଳେ ଥିବେ ରହି, ତାଙ୍କ ସଙ୍ଗତେ ଯେବା ଥାଇ, ଏ ସର୍ବଜନ ପୁଣ୍ୟମୟ, ଏହାଙ୍କୁ ନ ଦଣ୍ଡିବ ରାୟ, ଯେବେ ହେଁ ଥିବ ପୂର୍ବ ସାପ, ତେବେ ହେଁ ନ କରିବ କୋପ, ବିଶେଷ କାର୍ତ୍ତିକ କୃତ୍ୟର, ଦିନେ ଥିବ ଯେଉଁ ନର, ତାଙ୍କ ନିକଟେ ତୋର ଦୂତେ, ନ ଯିବେ ଆଉ କଦାଚିତେ, ଏବେ ସେ ବ୍ରାହ୍ମଣଙ୍କୁ ଆଣି, ପ୍ରବୋଧି କହି ଦଣ୍ଡ ପାଣି, ଏମନ୍ତ କହି ଯମ ଆଗେ, ମୁନି ଚଳିଲେ ଶୂନ୍ୟ ମାର୍ଗେ, ଆଶ୍ଚର୍ଯ୍ୟ ହୋଇ ଜନ୍ତୁପତି, ଦୂତଙ୍କୁ ଚାହିଁ କହୁଛନ୍ତି, ବିପ୍ରଙ୍କୁ ଆଣି ମୋର ପାଶ, ନ ପୂର୍ଣ୍ଣ କରି ଥାଇ ରୋଷ, ଏ ବିପ୍ର ଏଡ଼େ ଲୋକ ବୋଲି, ନ ବୁଝି ଦ୍ରୋହ କର୍ମ କଲି, ଏବେ କରିବା ତାକୁ ବୋଧ, ଯେଣେ ଛାଡ଼ିବ ବିପ୍ର କ୍ରୋଧ, ତୁମ୍ଭେ ହୋଇବ ତାଙ୍କ ଆଗେ, ସେ ଧର୍ମ ଧର୍ମ ଶାସ୍ତ୍ର ଯୋଗେ, ଏମନ୍ତ ରାଜା ମୁଖ ଶୁଣି, ପ୍ରେତ ପଗଣ ସେହି କ୍ଷଣି, ସେ ଧନେଶ୍ୱର ନାମ ଦ୍ୱିଜ, ପ୍ରଭାବେ ଦିଶୁ ଅଛି ତେଜ, ତୈଳ ଦ୍ରୋଣୀରୁ ତାକୁ ଆଣି, ବିଶ୍ୱାସେ କହୁ ଅଛି ବାଣୀ, ହେ ବିପ୍ର ଶୁଣ ସାବଧାନେ, ଯେ ଯମ ଦଣ୍ଡ ପାପ ପୁଣ୍ୟେ, ତୁମ୍ଭଙ୍କୁ କହିବା ଥୋକାଏ, ଆଗତ ପଦେ ରହୁ ଭଏ, ଆମ୍ଭେ ଯେ ଯମ ଆଜ୍ଞା ଘେନି, ପାପୀଙ୍କି ଆଣୁ ସଞ୍ଜୀବନୀ, ପଥ ଦୁର୍ଗମ ଯମ ଆଳେ, ଦେଖିଅଛୁ ଯେବେନି ଡୋଳେ, ତାହା କହିବା ଅବା କେତେ, ଏଠାରେ ଦଣ୍ଡ ଅଛି ଯେତେ, ସେ କଥା ଶୁଣ ଦ୍ୱିଜ ଶ୍ରେଷ୍ଠ, ଯେଉଁ ପାପୀଙ୍କ ଯେଉଁ କଷ୍ଟ, କେବଳ ବିଷ୍ଣୁ ଭକ୍ତ ଜନେ, ଏହା ନ ଦେଖନ୍ତି ନୟନେ, ସେ ଦଣ୍ଡ ପାପୀ ଜନେ ଗ୍ରାସ, କହଇ ମହାଦେବ ଦାସ, ସୁଜନେ ବିଷ୍ଣୁ ଆଶ୍ରୟ କର, ଯମ ଦଣ୍ଡକୁ ଯେବେ ଡର। इति श्री पद्मपुराणे उत्तरखंडे कार्तिक महात्म्ये धनेश्वर विप्र नरक निस्तारणे नाम चतुर्विंश अध्याय। पंचविंश अध्याय। श्रीकृष्ण उवाच नारदस्य चतुः श्रुत्वा तदा प्रेतोऽप्यब्रवीत् प्रदर्शय तैतत् सर्वाणि मानुन्वचंस्तदाम् एथोऽन्तरे कथा शुण द्विजग्रते कालगण कहन्ति जमदण्ड कथा पापी जनकर व्यवस्था हे विप्र शुण एक मने संसारे छन्ति जेउ जने श्री गुरु चरण न सेवी जगत नाथ रे अभावी
उत्तम जन दूर करी कुजन मेले हीन हरि गुरु निंदुक गुरु द्रोही गुरु विषय गर्व बही एमंत पापी जेबे मरी ता प्राण प्रेत पिंडे भरी दूरीते धरी घेनी आसु नासा श्रवण बेगे नासु से रंध्रे लोह किला मारी नरके निवेशु बांधी करी जाबत जम अधिकारे ताबत थाई नरक घोरे से नरक नाम कुंभी पाप अति दुर्गंध दुरात्मक अशेष महापापी जने कृमि शरीरे से ही स्थाने अछंती कोटि कोटि होई श्रेष्ठ पापींक तनु खाई एबे हो शुण द्विज बर अग्नि न सेवे जेउ नर ताहांकु दशा अछि जेते से कथा शुण एक चित्ते अग्नि जे स्वयं नारायण संसारे परम कारण जगत निस्तारिबा पाई विजे अछंती मूर्ति होई चर चर सर्वभूते प्रत्यक्षे प्रकाश जगते जे ब्रह्म अग्नि तोष करी नरे संसारु जानती तरी जेणे अनल होए तोष कहिबा तहिर संदेश जे अग्नि प्रकाश जगते विप्र पूजिब गुआ घृते आवर जेते नर नारी जठर अग्नि तोष करी क्षुधार्त जने देई अन्न स्थावरे देव जल दान आपणा शक्ति अनुक्रमे अग्नि पूजिब यथा धर्मे एमंत न करी जे जन आपणा सुखे बंचे दिन दरिद्र जने दया नाही ताहाकु बोली अग्नि द्रोही से पाप अंत काले आसी आंब दंडरे हुए ध्वंसी ए पापी बेनी कर काटी तपत चिकणे आउटी धोळे पोराई तार तुंडे पकाऊ नेई नर्क कुंडे से नर्क गौरव नाम अनल तेज घोर तम अति दुर्गंध धूममय से नर्के पड़ी पापा काय तक्षणे से लांगुल रूपे घोर नरक नो तापे क्षुधा नळे जळे पेट दावाग्नि जेन्हे तरो क्रोट सेही प्रकारे क्षुधा दुख के अबा ताकु देव भिक किछि ही न पारई खाई कांदई घोर नरके थाई संसारे थाई जेते दंड तते बरस नरक कुंड अति कठोरे पड़ी थाई तहु स्थावर देह पाई षड ऋतुर ताप सही बन नळे देह बही विप्रये स्वयं विष्णुमये तारे अपराध केहु हुए उत्तम दिव्य विप्र करे न देई न सेवे पୟରେ ब्राह्मण वचन न करी मूर्ख स्वभावे निंदा करी एमंत पापी आंभे आणी गोबर में बांधी पाद पाणी बेनी नयन तार ताड़ी मुंडे प्रहारी लुहा बाड़ी लुहा मंजूस बांधी बेके पकाऊ पुती गंध नरके
ଯେବେ ବ୍ରାହ୍ମଣ ଦ୍ରୋହ କରି କେତେ ଯୁଗ ଅନ୍ତରେ ତରି ଦେବତାଙ୍କୁ ଯେ ନିନ୍ଦା କରେ ସେ ପ୍ରାଣୀ ପ୍ରେତ ଧନୁ ଧରେ ତପତ କର୍ଦ୍ଦମ ନରକେ ତାକୁ ପକାଉ ଯମ ଲୋକେ କାକ କୁକୁର ଶିବା ମେଳେ ପାପିଙ୍କି ଖାଉଥାନ୍ତି ବଳେ ଯାବତ ଥିବେ ପାପୀ ଲୋକେ ତାବତ ପଡ଼ିଥାଇ ନର୍କେ ଯେ ଗୋରୁ ପୋଷି କରେ ହେଳା ହଜିଲେ ନ କରେ ଶଙ୍ଖଳା ବ୍ୟାଧି ପୀଡ଼ିତ ବୃଦ୍ଧ କାଳେ ସେବା ଯେ ନ କରେ କୁଶଳେ ସେ ମହାପାପୀ ଯମପୁରେ ପଡ଼େ ଗୌରବ ନରକରେ ଗୋଧିଙ୍କ ରୂପେ ମହାକଷ୍ଟି ଉପରେ କରି ଶିଳା ବୃଷ୍ଟି ପରିଘ ମୁଦୁଗର ବାଡ଼ି ଗଗନ ନିରନ୍ତରେ ପଡ଼ି ଗୋଙ୍ଗେ ଯେତେ ରୋମ ଥାଇ ତୋତେ ବରଷ ନର୍କେ ଯାଇ ପୁଣି ଜନ୍ମଇ ଗୋରୁ ରୂପେ ଏକଥା ଅଟଇ ସ୍ୱରୂପେ ଅତିଥି ଯାର ଗୃହ ବାସେ ସର୍ବଦା ଚଳଇ ନିରାଶେ ଅନ୍ନ ଦେବାକୁ ଶକ୍ତି ଥାଇ ନିରାଶ କରି ବାହୁଡ଼ାଇ ସେ ଗୃହେ ଧର୍ମ ଥାଇ ଯେତେ ଗମଇ ଅତିଥି ସଙ୍ଗତେ ଯେ ଗୃହୀ ଅନ୍ତ କାଳେ ଆସି ଶିମୁଳି ବୃକ୍ଷ ତଳେ ବସି ଭିକ୍ଷୁକ ରୂପ ଧରି ଦୁଃଖେ ଅନ୍ନ ମାଗଇ ଅତି ଭୋକେ ଏ ଯେ ନିରାଶ ଯମପୁରୀ ଯେ ତାକୁ ଦେବ ନ ବାରି ଦେଇ ନଥିଲେ ପାଇନାହିଁ ସକଳ ଶାସ୍ତ୍ର ଏହା କହି ଅଧିକ ଦଣ୍ଡ ଅଛି ଯେତେ କହିବା ଶୁଣ ଏକ ଚିତେ ଅତିଥି ଅଭକତ ଯେହୁ ଅତି ଅଭାଗ୍ୟବାନ ସେହୁ ତାର ଜୀବନ ଯମ ଆଳେ କ୍ଷୁଧାରେ କାନ୍ଦଇ ବିକଳେ କାନ୍ଦିଲେ ଯମ ଦୂତେ ଧରି ନିଷ୍ଠୁର ମୁଥେ ମୁଥେ ମାରି ଅଣ୍ଟାରେ ଦଉଡ଼ି ଲଗାଇ ତପତ ବାଲିରେ ଚଲାଇ ତୁଣ୍ଡେ ପୁରାଇ ଇଟା ମାଟି ତନୁରେ କଣ୍ଟା ଛାଟ ପିଟି ଏମନ୍ତେ ନାନା ଦଣ୍ଡ ଦେଇ ନଗରେ ନିବେ ଶାନ୍ତି ନେଇ ନାରକ ନାମେ ଦୁଷ୍ଟ ଆସି ଅନବରତେ ବହି ଆସି ସେ ଆସି ଧୀରେ ପାପ ଦେହେ ନିରତେ କାନ୍ଦୁଥାନ୍ତି କୋହେ ଏମନ୍ତେ ଅଗ୍ନି ଦ୍ରୋହୀ ନର ଏଥୁ ଅନ୍ତରେ ହୋଇ ପାର ଯେ ପୁତ୍ର ପତ୍ନୀ ସେ ବି ବଞ୍ଚେ ଧର୍ମ ନ କରି ଧନ ସଞ୍ଚେ ସେ ଜନ୍ମ ମୃତ୍ୟୁ ମୂଳେ ଯେତେ ତସୁ ଅଙ୍ଗାର ହୁଏ ତେତେ ଯମ ଭୁବନେ ତାହା ଭୁଞ୍ଜି ନିଷ୍ଠୁର ନର୍କେ ତନୁ ଗଞ୍ଜି ସୁପୁତ୍ର ଜନ୍ମ ଯାଏ ବଂଶେ ସେ ନର ଥାଇ ନର୍କ ବାସେ ଯେ ଜନ ଅବିବେକ ପଣେ ଭୃତ୍ୟକୁ ଦଣ୍ଡେ ଅକାରଣେ ତାର ଜୀବନ ଅନ୍ତ କାଳେ ପକାଉ ହେବ ନର୍କ ସ୍ଥଳେ ସେନିରେ କପଟ କୁମ୍ଭୀର ମତ୍ସ୍ୟ ମଗର ସୁସମ୍ବର ଏମନ୍ତେ ଜଳଚର ଯିବେ ପାପୀଙ୍କୁ ଖାଉଥାନ୍ତି ସର୍ବେ ସେ ପୁଣି ତିନି ପୁର ଗଲେ କିଞ୍ଚିତ ଧର୍ମ ତାର ଥିଲେ ନରକ ହୋଇ ନିସ୍ତାର ଏବେ ହୋ ଶୁଣ ଦ୍ୱିଜବର
ଯେ ବଣ ଜନ ଜ୍ଞାନହୀନେ ଜନ୍ତୁ ବୋଧଇ ଶ୍ରଦ୍ଧା ମନେ କାର୍ଯ୍ୟ କାର୍ଯ୍ୟ ଦୋଷା ଦୋଷ ଯେ ବଣ ଜନ ଜୀବନାଶେ ସେ ପ୍ରାଣୀ ପରଲୋକେ ଆସି ସାତ ଚଣ୍ଡାଳ ରୂପ ଦିଶି ଅନେକ ମାଡ଼ ମାରୁ କରେ ପ୍ରାଭବ ସହ ଶରୀରେ ପୁଣି ତା ନାସା ବନ୍ଧ ବିନ୍ଧି ପାଟ ଦଉଡ଼ି ତହିଁ ବାନ୍ଧି ବଂଶୀ ତା କଣ୍ଟା କଣ୍ଠେ ଭରି ଗଳାରେ ବାନ୍ଧି ଯତ୍ନ କରି ପାପୀଙ୍କି ଧରି ଯମ ଲୋକେ ପକାନ୍ତି ନିରପେକ୍ଷ ନର୍କେ ସେ ନର୍କେ ପଡ଼ି ଜନ୍ତୁ ଦ୍ରୋହୀ ଅତି ଆକୁଳେ ଲୋଡ଼େ ତ୍ରାହି ସେ ନର୍କେ ବୁଡ଼ି ପାପି ପଡ଼ି ଶରୀର ଯାଇଥାଏ ସଢ଼ି ନେସତେ ବୁଡ଼ିଲେ ନରକେ ଯୋଗ ଲାଗନ୍ତି ଦେହ ଯାକେ ଉପରେ ଥାଇ ଲହ କାକ ତଣ୍ଟିରେ ତର୍ଜନ୍ତି ଜମ୍ବୁକ ଏମନ୍ତ ଦୁଷ୍ଟ ଜୀବ ଯେବେ ପାପୀଙ୍କି ପିଡ଼ିବା ନିମନ୍ତେ ନରକ ତୀରେ ତୀରେ ଥାନ୍ତି ପାପୀଙ୍କି ଦେଖି ପ୍ରଭାବନ୍ତି କ୍ଷିତିରେ ଜନ୍ମ ଥିବା ଯାଏ ନରକେ ପଡ଼ିଥାଏ କାଏ ସେ ନର ଦୟା କ୍ଷମା ବିନୁ ସଂସାରେ ରହିଥାନ୍ତି ତନୁ ସେ ଦେହ ଅନ୍ତେ ଯମପୁରେ ତାକୁ ଦଣ୍ଡନ୍ତି ଲହକାରେ ଲହ ମଞ୍ଜୁଷ ବେକେ ଲଦି ମୁଣ୍ଡରେ ଲହ ଶୂଳ ଭେଦି ତପତ ଲୁହା ତୁଣ୍ଡେ ଭରି ଲୁହାରେ ବାଡ଼ି ଘେନି ମାରି ବରଣେ ଲହ ଫାସ ଦେଇ ଲହ ମଞ୍ଜୁଷା ମଧ୍ୟେ ନେଇ ତପତ ବୈତରଣୀ ଜଳେ ସେ ପାପି ଥାଇ ଚିରକାଳେ କିବା ସୁକୃତ କରିଥାଇ ଯୁଗ ଅନ୍ତରେ ପାର ଯାଇ ହେ ବିପ୍ର ଶୁଣ ହେତୁ କରି ଯେ ବଣ ଜନ କରେ ଚୋରି ସୁଜନ ଜନରେ କପଟ ଯେ ପର ଦାରାରେ ଲମ୍ପଟ ଏତିନି ମହାପାପୀ କାଳେ ପଡ଼ନ୍ତି ଘୋର ନର୍କ ସ୍ଥଳେ ପୂଜ ଶୋଣିତ ଶୁକ୍ରମଳ ଏ ଚାରି ମିଶି ଯେଉଁ ଜଳ ତିନିହେ ପଡ଼ିଥାନ୍ତି ତହିଁ ପାପୀଙ୍କି ଅନୁସରି ରହି ଯେ ଜନ ପରେ ନିନ୍ଦା କରି ତା ମୁଖେ ମୁରୁଜ ପ୍ରହାରୀ ସାଧୁ ହିଂସନ୍ତି ଯେଉଁ ମୁଢ଼େ ତାଙ୍କୁ ବସାଇ ଜନ୍ଦା କୁଢ଼େ ଅଭକ୍ଷ ଭକ୍ଷ ଯେ ଜନ ତା ବାସନର କସଦନ ହେଠ ବଦନେ ପଡ଼ିଥାଇ ଊର୍ଦ୍ଧ୍ୱକୁ କରି ପାଦ ଦୁଇ ଯେ ନିଚ ଜାତି ଧର୍ମ ଖଣ୍ଡି କୀଟଙ୍କ ଦଣ୍ଡେ ତାକୁ ଦଣ୍ଡି ଏହି ପ୍ରକାରେ ଏକ ଏକ ପାପୀଙ୍କି ଦଣ୍ଡ ପରଲୋକ ଏହା ନ ଜାଣି ଜଡ଼ ମୂର୍ଖ ଆତ୍ମାକୁ ଦେଉଥାନ୍ତି ଦୁଃଖ ଦୂତଙ୍କ ମୁଖ ଏହା ଶୁଣି ବିପ୍ରଚିନ୍ତଇ ଚକ୍ର ପାଣି ପୁଣି ପୁଛଇ ବିପ୍ର ବର ହେ ଧର୍ମ ଦୂତେ କୃପା କର ମାୟା ସଂସାରେ ଦେହ ବହି ଏଡ଼େ ଅଜ୍ଞାନ ଅବା କାହିଁ ଯେତେ କହିଲ ପାପ ରୀତି କେଥୁ ରହିବନି ବର୍ତ୍ତି ଏଥରୁ ପ୍ରତିକାର କିସ କହିବା ଜ୍ଞାନ ଉପଦେଶ ବିପ୍ରବଚନେ ଯମ ଦୂତେ ବୋଲନ୍ତି ଶୁଣ ଏକ ଚିତେ
ଆମ୍ଭେ କହିଲୁ ଯେତେ କଥା, ପାପୀ ଲୋକଙ୍କ କର୍ମ ଯଥା। ଅଜ୍ଞାନେ କରି ମହାପାପ, ଶରୀରେ ବହୁ ଅଛି ଚାପ। ଯେ ବଣ ଜନ ଏହା ଶୁଣି, ଆତ୍ମାର ହିତ ପରିମାଣି। କାର୍ତ୍ତିକ କୃତ୍ୟ ମହାବ୍ରତ, ଶରଣ ଜୀବ ରମାକାନ୍ତ। ତାର ସକଳ ପାପ ଧ୍ୱଂସୀ, ଅଚିନ୍ତା ପୁରେ ଯାଇ ବସି। ଏ ଧ୍ରୁବ ବାକ୍ୟ ନିରାକାର, ଆପଣା ଠାରୁ ହେତୁ କର। ତୁ ଯେବେ କାର୍ତ୍ତିକ ମାସରେ, ଥାନ୍ତୁ ସାଧୁ ସଙ୍ଗତରେ। ତୋର ସୁଗତି ନାହିଁ କାଳେ, ନରକେ ଥାନ୍ତୁ ଏତେବେଳେ। ଏକେ ନିସ୍ତରିଲୁ ଦୁସ୍ତରୁ, କାର୍ତ୍ତିକ ବ୍ରତ ମହିମାରୁ। ଏମନ୍ତ ବୋଲି ଯମଦୂତେ, ତକ୍ଷଣେ ବ୍ରାହ୍ମଣ ସଙ୍ଗତେ। ମିଳିଲେ ଜନ୍ତୁପତି ଆଗେ, ବିପ୍ରଙ୍କୁ ଦେଖି ଅନୁରାଗେ। ଯମ ବୋଲନ୍ତି ଦ୍ୱିଜ ଶୁଣ, ତୁମ୍ଭର ଅଛି ଏଡ଼େ ଗୁଣ। ମୁହିଁ ନ ଜାଣି କଲି ଦୋଷ, ତୁମ୍ଭେ ଯେ ମହତ ପୁରୁଷ। ମୋ ଦୋଷ ନ ଘେନିବ ମନେ, ଏବେ ଶୁଣିବା ସାବଧାନେ। କିସ ସମ୍ପଦେ ଇଚ୍ଛା ବର, ଦେବି ମୁଁ ମାଗି ଘେନ ବର। ସେ ଧର୍ମରାଜ ସୁପ୍ରସନ୍ନେ, ବିପ୍ର କହୁଛି ତୋଷ ମନେ। ହେ ପ୍ରଭୁ ଜନ୍ତୁଙ୍କର ପତି, ତୋତେ ଗୋଚର ସର୍ବଗତି। ସକଳ ଧର୍ମ କର୍ମ ଜାଣୁ, ପ୍ରାଣୀଙ୍କ କର୍ମ ପରମାଣୁ। ତୁ ଯେ ଭକତି ଯାରେ ବହୁ, ସେ ଅନ୍ୟ ମାର୍ଗେ ଜୀବ ତହୁଁ। ଏବେ ତୁ କର ମତେ ଦୟା, ଯେ ଦେହ ପରେ ନାହିଁ ମାୟା। ସେହି ସ୍ୱରୂପ ମତେ କର, ଜନ୍ମ ମରଣେ ମୋର ଡର। ଏଣୁ ନହିବ ମୋର ଦେହ, ଦେହ ବିହିଲେ ଲାଗେ ମୋହ। ମୋହରୁ ଲୋଭ ହୁଏ ଜାତ, ଲୋଭୁଅ ଶେଷ ପାପଗ୍ରସ୍ତ। ପାପ ସକାଶୁ ଜନ୍ମ ମୃତ୍ୟୁ, କେହି ନ ଜାଣେ ଏଥି ହେତୁ। ମୁଁ ଏହା ଅନୁଭବ ଜାଣି, ତୁମ୍ଭଙ୍କୁ କହୁଅଛି ପୁଣି। ଜାତ ନହିବ ଯୋନି ଦ୍ୱାରେ, ରହିବ ପର ଉପକାରେ। ଏମନ୍ତ ଆଜ୍ଞା ଦିଅ ମତେ, ଯେବେ ସୁଦୟା କର ଚିତେ। ବିପ୍ରବଚନେ ଜନ୍ତୁପତି, ବୋଲଇ ଦେବା ଏହି ଗତି। ଏବେ ତୁ ଯକ୍ଷ ଲୋକ ରହ, ସହସ୍ର ଯୁଗ ଭୋଗ ପାଅ। ଅପୂର୍ବ ଦିବ୍ୟ ରୂପ ଧରି, ବିଳସୀ ଧନପତି ସିରି। ତଦନ୍ତରେ ମଧ୍ୟ ପୁରେ, ଆସିବୁ ଜନ ଉପକାରେ। ନଦୀ ସ୍ୱରୂପେ ମଧ୍ୟସ୍ଥଳେ, ରହିବୁ ସୁଶୀତଳ ଜଳେ। ସରଜୁ ନାମେ ପୁଣ୍ୟ ତୀର୍ଥେ, ସ୍ନାନେ ପ୍ରାଣୀଙ୍କ ମନୋରଥେ। ହୋଇବ ସର୍ବ କାର୍ଯ୍ୟ ସିଦ୍ଧି, ପୁଣି ତୋ ତୀରେ ଦୟାନିଧି। ଅଯୋଧ୍ୟା ନାମେ ପୁଣ୍ୟ କ୍ଷେତ୍ର, ଶ୍ରୀରାମ ନାମେ ହେବ ଖ୍ୟାତ। ଜାତ ହୋଇବେ ନର ହରି, ଏକେ ଚତୁର୍ଦ୍ଧା ରୂପ ଧରି। ଲକ୍ଷ୍ମୀ ଯେ ସୀତା ନାମ ବହି, ତୋର ନିକଟେ ଥିବେ ରହି। ତୋ ଜଳ ସ୍ନାନ ପାନ କରି, ଆନନ୍ଦେ ଲକ୍ଷ୍ମୀ ନର ହରି। ତୋତେ ମୁଁ କତି ଗତି ଦେବେ, ସମୟେ ସୁଖ ଭୁଞ୍ଜ ଏବେ। ଏମନ୍ତେ ଜନ୍ତୁପତି ବାଣୀ, ପୁଷ୍ପ ବିମାନେ ସେହି କ୍ଷଣି।
ବିପ୍ରଗ ମିଲା ଯକ୍ଷ ପୁରେ ଗନ୍ଧର୍ବ ଗଣ ସଙ୍ଗତରେ ଅଳକା ପୁରେ ହେଲା ଯାଇ ରହିଲା ଦିବ୍ୟ ଭୋଗ ପାଇ ଶୁଣ ଗୋ ଦେବୀ ସତ୍ୟଭାମା ଏମନ୍ତ କାର୍ତ୍ତିକ ମହିମା ନୟନେ ଦେଖି ଧନେଶ୍ୱର ଅଶେଷ ଦୁଃଖ ହେଲା ପାର ଯେ ଜନେ ବ୍ରତ ବିଶ୍ୱାସ ତା ଭୃତ୍ୟ ମହାଦେବ ଦାସ। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ कार्तिक महात्म्ये धनेश्वर विप्रमोक्षणे नाम पंचविंश अध्याय। षष्ठविंश अध्याय। श्रोतोवाच इत्युक्त्वा वासुदेवोऽपि सत्यभामा पतिप्रियं सायं सन्ध्या दिव्यकर्तृं जगाम जननी गृह। शृण सकल तपवन्त कार्तिक महिमाए मंत श्रीकृष्ण मुख सत्य शुणी आनंद मने ठाकुराणी प्रति चरणे शिर देई उठी छामुरे उभा होई शिर निवेशी बेनी पाणी बोलंती शुण गुणमणि तुम्भर शेष महिमा शुणिल भिली सुख सीमा केवल मागुअछि एते सदा सुदया थिब मोते कार्तिक व्रत धर्म फल केबे हे नहिब विफल एहि सुदया मोते थाउ कृष्ण बोइले अस्तु हेउ एमंत आज्ञा देई हरि सत्यभामांक कर धरी निज भुवने विजे कले प्राणींकी सदगति देले तांक वचने पुण्य श्लोक कहिले सुत पौराणिक हे मुनि माने तुम्भे शुण कार्तिक व्रते जेते गुण सकल व्रत मध्य सार भवन दिकी कन धार जेहा मने ज्ञाने धरी कार्तिके विष्णु आश्रय करी स्नान हविष्य दीप दाने तुलसी मूले उद्यापने ए चारि भागरे जे बीजे इसिते चतुर्वर्ग भुंजे ए वाक्य शुणी मुनि माने पुछन्ति सुत सन्निधाने हे सुत लोक हर शणी संसार मध्य पुण्य प्राणी जेबे कहिब पुण्य फल कार्तिक धर्म कले मूल जे जन कार्तिक न करी से जन संसार न तरी एमंत कहिल जे तुम्भे एथकु पचारुछु आम्भे जेवण प्राणी महिमा शुणी नथिब श्रुति सीमा से पुणे साधु मुख शुणी एते कारण बोली जानी व्याध बंध कवि बसे अजथा थिब परवासे कार्तिक व्रत आगमने संकल्प करी आवाहने विष्णु प्रीति रे व्रत करी भवसागरु जीवे तरी एमंत कल्पी प्राणी चित्ते विचार करुथिब नित्य से पुणी कार्तिक निकटे किय बा पूजिब संकटे राज्य दुर्भिक्ष ज्ञाति भ्रष्टे किबा बांधव जल कष्टे पर आयते पड़िथिब किय बापे नाश जीव एमंते विघ्न नायते से प्राणी तरिब केमंते एथकु कह प्रतिकार तुम्भे सर्वज्ञ बुद्धिवर
ଏମନ୍ତ ମୁନିଙ୍କ ବଚନେ ସୁତ କହନ୍ତି ସାବଧାନେ। ହେ ପୁଣ୍ୟ ଆତ୍ମା ମାନେ ଶୁଣ, ଯେ ପଦ୍ମ ପୁରାଣେ ପ୍ରମାଣ। ଉତ୍ତର ଖଣ୍ଡେ ଯାହା ମାନେ କହିଅଛନ୍ତି ପଦ୍ମଯୋନି। ସେ ଧର୍ମ କାର୍ତ୍ତିକ କୃତ୍ୟରେ ଯେ ବଣ ଜନ ବାଞ୍ଛା କରେ। ତାର ଶରୀରେ ପାପ ଯେତେ ବାହାର ହୁଅ ତୁରିତେ। ସଙ୍ଗତେ ବାମ ପାଶେ ଥାଇ କାର୍ତ୍ତିକ ଅନ୍ତେ କ୍ଷୟ ଯାଇ। ଯଦି କାର୍ତ୍ତିକ ପ୍ରବେଶେ ପ୍ରାଣୀ ନିଧନ ଆୟୁ ଶେଷେ। ସେ ଲଭେ ଦେବଙ୍କ ସ୍ୱରୂପ ତାତୁଲେ ନର ହୋଇ ପାପ। ଯେବେ ଜୀବନେ ବର୍ତ୍ତି ଥାଇ କାର୍ତ୍ତିକ ଆଦ୍ୟ ବିଘ୍ନ ହୋଇ। ତିନି ପ୍ରକାରେ ତପୀ ମାନେ ଗୃହ ପ୍ରବେଶ କିବା ବନେ। ଏମନ୍ତ ହେଲେ ଅକର୍ତ୍ତବ୍ୟ କେବେ ହେଁ ବ୍ରତ ନ ଛାଡ଼ିବ। ଯେ ଅକର୍ତ୍ତବ୍ୟ ବ୍ରତାଚାରୀ ତା ଧର୍ମ କହିଲେ ନ ସରି। କିଞ୍ଚିତେ କଲେ ପୂଜା ବିଧି ସହସ୍ର ଗୁଣରେ ପ୍ରସିଦ୍ଧି। ବିଶେଷ ହରିହର ଆଳ କାର୍ତ୍ତିକ କୃତ୍ୟେ ମହାଫଳ। ଏବେନି ଫଳ ଯହିଁ ତହିଁ ଅନ୍ୟ ଦେବଙ୍କୁ ଭଜି ତହିଁ। ଯେବେ ନଥିବେ ଦେବ ଆଳେ ଗ୍ରାମେ ତୁଳସୀ ବୃକ୍ଷ ମୂଳେ। ତୁଳସୀ ଯଦି ନ ଦେଖିବ ଧାତ୍ରୀ ବୃକ୍ଷକୁ ଆରାଧିବ। ଯାହାକୁ ଚିକଣ ନ ମିଳି ପର ଜାଗରେ ପ୍ରତିପାଳି। ଅଦ୍ରବ୍ୟ ଉଦ୍ଯାପନ ବିଧି ବିପ୍ରବଚନେ ଫଳ ସିଦ୍ଧି। ବିପ୍ର ବୈଷ୍ଣବ ଯେତେ ଦେଖି ବିଷ୍ଣୁ ଦର୍ଶନ ତୁଲେ ଲେଖି। ଯଦ୍ୟପି ସୁସ୍ଥାନ ନ ପାଇ ବଟ ଷଷ୍ଠ ମୂଳେ ଯାଇ। କରିବ କୀର୍ତ୍ତନ ବିଧାନ ତେବେ ହୋଇବ ମହାପୁଣ୍ୟ। ହବିଷ୍ୟ ଅନ୍ନ କରି ଭୋଗ ଆମିଷ ଦ୍ରବ୍ୟ ପରିତ୍ୟାଗ। ଏମନ୍ତ କର୍ତ୍ତବ୍ୟ କାଳେ କାର୍ତ୍ତିକ ବ୍ରତ ଯେବା ପାଳେ। କିଞ୍ଚିତ ଆରାଧନା କଲେ କାର୍ତ୍ତିକ ଧର୍ମ ପାଇ ଭଲେ। ଅପାର ଶସ୍ତ୍ରେ ଗୋରୁ ଦାନ ଫଳ ଲଭଇ ଦୁଃଖୀ ଜନ। ବିଷ୍ଣୁ ଶ୍ରୀ ମୁଖେ ଆଜ୍ଞା ଅଛି ଏଥେ ସଂଶୟ ନାହିଁ କିଛି। କହଇ ମହାଦେବ ଦାସ କାର୍ତ୍ତିକ ବ୍ରତେ ମୋର ଆସ। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ कार्तिक महात्म्ये कार्तिक व्रत विहित कर्म कथने नाम षड्विंश अध्याय। सप्तविंश अध्याय। ऋषय उवाच कथं त्वया सोत्थवच्चौ गोब्राह्मण समौ कृतौ सर्वेभ्योऽपि तरुभ्यमौ कस्मात् पूज्यतमौ मते। हे सुत शुण सावधाने तुम्भे कहिल विद्यमाने। बट पिपल वृक्ष मूले थांती कार्तिक व्रत फले। सेठारे व्रत विधि कले धर्म प्राप्त हेब भले। ए कथा शुणी तुम्भे तहुँ मनु संशय दूर हेउ। संसारे अछि केते वृक्ष एवेनि किंपा हेले मुख्य। ए कथा कह मुनिवर शुणी संशय हेउ दूर। कहन्ति सुत महाज्ञानी शुणिण शौनकादि मुनि। श्रुतवाच जे ब्रह्मा विष्णु विरूपाक्षी स्थावर रूपे तीनि वृक्ष। पिलास पिपल निग्रोध एतिनि स्थावर प्रसिद्ध।
ଯେଣୁ ଏ ବୃକ୍ଷ ରୂପ ଧରି ସେ କଥା ଶୁଣ ତ ପଚାରି। ପୂର୍ବେ ଯେ ଉମାହର ସଙ୍ଗେ ଏକାନ୍ତ ସ୍ଥଳେ କ୍ରୀଡ଼ା ରଙ୍ଗେ ରଚିଲେ କନ୍ଦର୍ପ ବିଳାସେ ତା ଜାଣି ସକଳ ତ୍ରିଦଶେ। ବ୍ରହ୍ମା ସହିତେ ବ୍ରହ୍ମ ରାଶି ଭାବିଲେ ଏକ ସ୍ଥାନେ ବସି। ଈଶ୍ୱର ଅଙ୍ଗୁ ପୁତ୍ର ହେଲେ ଦେବଙ୍କୁ ନ ରଖିବ ଭଲେ। ପୂର୍ବେ ଯେ ବୀର ଜଳନ୍ଧର ରୁଦ୍ର ଅଙ୍ଗରୁ ଅବତାର ଦେବଙ୍କୁ ଯେତେ ଶାସ୍ତି ଦେଲା ସେ କଥା କହୁ ନ ସରିଲା। ଏବେ ଈଶ୍ୱର ଅଂଶୁ ସୁତ ପାର୍ବତୀ ଗର୍ଭୁ ହେଲା ଜାତ। ବଳେ ହୋଇବ ମହାବଳୀ ତେଜସ ବୁରି ଦର୍ପ ଦଳି। ହୋଇବ ତିନି ପୁରେ ରାଜା ଦେବଙ୍କୁ କରିବ ପରଜା। ଏଥକୁ ଲାଗୁଅଛି ଭୟ ବେଳ ହୁନ କଲେ ଉପାୟ। ପଛନ୍ତେ ହେବ ପରମାଦ ଏମନ୍ତେ ବହି ମନେ ଖେଦ। ଦେବଙ୍କ ମନ ଦୁଃଖ ଜାଣି ବିଷ୍ଣୁଙ୍କୁ ଚାହିଁ କୁଶ ପାଣି। ବୋଇଲେ ଶୁଣ ସାବଧାନେ ଯାହା କହିଲେ ଭୃତ୍ୟମାନେ। ଏକଥା ଅଟଇ ପ୍ରମାଣ ସ୍ୱଭାବେ ରୁଦ୍ର ତମ ଗୁଣ। ତହୁଁ ଯେ ହେବ ଉତପତି ସେ ନିଶ୍ଚୟ ଧ୍ୱଂସିବ ଧରିତ୍ରୀ। ତୁ ନାଥ ଜଗତ ଠାକୁର ଏଥକୁ କହ ପ୍ରତିକାର। ବ୍ରହ୍ମା ବଚନେ ଜଗଜ୍ୟୋତି ବୋଇଲେ ଶୁଣ ବେଦପତି। ଯାହା କହିଲ ଜନହିତେ ସେ କଥା ଯୋଗାଇଲା ମୋତେ। ଏବେ ଈଶ୍ୱରର ତିରଙ୍ଗ ଯେଉଁ ପ୍ରକାରେ ହେବ ଭଙ୍ଗ। ତହିଁକି ଉଦ୍ଯୋଗ କରରେ କ୍ଷମା ନୁହନ୍ତି ସୁରାସୁର। ପୂର୍ବେ ଈଶ୍ୱର ତପ ଭଙ୍ଗେ କନ୍ଦର୍ପ ରହିଲା ଅନଙ୍ଗେ। ଏବେ କେ ଭରସା କରିବ ଈଶ୍ୱର ସନ୍ନିଧିକୁ ଯିବ। ଏଥକୁ ଆନକ୍ଷମ ନହେ କେବଳ ତୁମ୍ଭେ ଆମ୍ଭେ ଦୁହେଁ। ହର ନିକଟେ ଚାଲ ଯିବା ଆମ୍ଭଙ୍କୁ ଦେଖି ଦେବି ଦେବା। ଛାଡ଼ିବେ ସୁରତି ମୁହାଁସ ଆମ୍ଭର ଫିଟିବ ସନ୍ଦେଶ। ଏମନ୍ତ କହ ଦେବ ହରି ବ୍ରହ୍ମାଙ୍କ କର କରେ ଧରି। ଗଲେ ସେ କପିଳାସ ପୁରେ ହର ଗୌରୀ ଯେଉଁଠାରେ। ବ୍ରାହ୍ମଣ ରୂପ ଧରି ବେଗେ ଉଭା ହୋଇଲେ ତାଙ୍କ ଆଗେ। ଓଁକାର କଲେ ବେଦ ଧ୍ୱନି ଶୁଣି ଶଙ୍କର ଲଜ୍ଜା ଘେନି। ଉପେକ୍ଷୀ ପାର୍ବତୀ ସଙ୍ଗତେ ବ୍ରହ୍ମା ନିକଟେ ଉପଗତେ। ନିଜ ସ୍ୱରୂପେ ତିନି ମୂର୍ତ୍ତି ଲାଜେ ରହିଲେ ମଥା ପୋତି। ତା ଦେଖି ଉମା କଲେ କୋପ ବୋଇଲେ ତ ମହାପାପ। ଏଡ଼େ ଅନୀତି କାହା ଘରେ ପ୍ରଭୁ ଭାରି ଯାଏ କାନ୍ତରେ। ଅନ୍ୟ ପୁରୁଷ ଆସି ମିଳେ ଏମନ୍ତ ଅଛି କେଉଁ କାଳେ। ନିଶ୍ଚୟ ମୋତେ କଲେ ହିଂସା ଭାଙ୍ଗିଲେ ସ୍ୱାମୀ ସ୍ନେହ ଆଶା। ରତି ଭଗ୍ନରେ ଯେତେ ବ୍ୟଥା ତୁମ୍ଭେ କି ନ ଜାଣ ସେ କଥା। କୀଟ ପତଙ୍ଗ ପଶୁ ଆଦି ଏ ଚାରି ଖାନି ଯିବେ ଯଦି। ସର୍ବେ ଜାଣନ୍ତି ରତି ସୁଖ ବିଚ୍ଛେଦେ ଅଛି ଯେତେ ଦୁଃଖ। ତାହା ନ ଜାଣନ୍ତି ବିଟପେ ତୁମ୍ଭର ଜ୍ଞାନ ସେହି ରୂପେ।
ଏଣୁ ସ୍ଥାବର ରୂପ ହୁଅ, କେବେ ହେଁ ସୁଖ ନ ପାଅ। ଏମନ୍ତ ବୋଲି ଶାପ ଦେଇ ସେଠାରୁ ଗଲେ ମହାମାୟୀ। ତକ୍ଷଣେ ବ୍ରହ୍ମା ବିଷ୍ଣୁ ହର ପ୍ରତ୍ୟକ୍ଷ ହୋଇଲେ ସ୍ଥାବର। ବ୍ରହ୍ମା ପଳାଶ ରୂପ ଧରି ପିପଳ ବୃକ୍ଷ ହେଳେ ହରି। ଶିବ ହୋଇଲେ ବଟ ବୃକ୍ଷ ଅଶେଷ ସ୍ଥାବରଙ୍କ ମୁଖ୍ୟ। ଯେ ଶୁଣେ ବୃକ୍ଷ ଚରିତ ହରହି ଜନ୍ମର ଦୁଷ୍କୃତ। କହି ଦାସ ମହାଦେବ ଯେ ପ୍ରଭୁ ବ୍ରହ୍ମା ବିଷ୍ଣୁ ଶିବ। ସେ ଏକ ଆତ୍ମା ତ୍ରୟ ମୂର୍ତ୍ତି ଖଣ୍ଡିବେ ତ୍ରିଗୁଣ ବିପତ୍ତି। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ कार्तिक महात्म्ये त्रयोदेव स्थावर कथने नाम 27 अध्याय।